ନାବାର୍ଡ ଡେଭଲପମେଣ୍ଟ ଆସିଷ୍ଟାଣ୍ଟ ନିଯୁକ୍ତି 2026 ଉପରେ ଏଇଟା ହେଉଛି ଏକ ସଂକ୍ଷିପ୍ତ ସୂଚନା। ଆପଣ କ'ଣ ଗୋଟେ ଭଲ ସରକାରୀ ବ୍ୟାଙ୍କ ଚାକିରି ଖୋଜୁଛନ୍ତି? ଯଦି ହଁ, ତାହେଲେ ଶୁଣନ୍ତୁ। ନାବାର୍ଡ ମାନେ କୃଷି ଓ ଗ୍ରାମୀଣ ବିକାଶ ପାଇଁ ଥିବା ଜାତୀୟ ବ୍ୟାଙ୍କ 162ଟି ଡେଭଲପମେଣ୍ଟ ଆସିଷ୍ଟାଣ୍ଟ ପଦବୀ ବାହାର କରିଛି। ଆଉ ଏଇଟା ଏକ ବହୁତ ବଡ଼ ସୁଯୋଗ, ତେଣୁ ଚାଲନ୍ତୁ ଏହାର ମୁଖ୍ୟ କଥାଗୁଡ଼ିକୁ ଉପରେ ନଜର ପକାଇବା। ହଁ, ତେବେ ପ୍ରଥମେ ଆସନ୍ତୁ ପଦବୀ ଆଉ ଗୁରୁତ୍ୱପୂର୍ଣ୍ଣ ତାରିଖ ବିଷୟରେ କଥା ହେବା। ଦେଖନ୍ତୁ, ମୋଟ 162ଟି ପଦବୀ ଅଛି, ଆଉ ସେଥିରୁ ଆମ ଓଡ଼ିଶା ପାଇଁ 8ଟା ପଦବୀ ରହିଛି। ଆଉ ସବୁଠୁ ଜରୁରୀ କଥା, ଅନଲାଇନ୍ ଆବେଦନ 17 ଜାନୁଆରୀରୁ ଆରମ୍ଭ ହେବ ଆଉ 3 ଫେବୃଆରୀ 2026ରେ ଶେଷ ହୋଇଯିବ। ତେଣୁ ତାରିଖଟା ପକ୍କା ମନେ ରଖନ୍ତୁ। ଠିକ୍ ଅଛି। ଦ୍ୱିତୀୟରେ ଆସେ ଯୋଗ୍ୟତା। ତେବେ କିଏ ଏଥିପାଇଁ ଆବେଦନ କରିପାରିବେ? ଦେଖନ୍ତୁ, ଆପଣଙ୍କ ବୟସ 21ରୁ 35 ବର୍ଷ ଭିତରେ ହେବା ଜରୁରୀ। ଆଉ ପାଠପଢ଼ା କଥା କହିଲେ ଆପଣଙ୍କୁ ଯେକୌଣସି ବିଷୟରେ ଗ୍ରାଜୁଏଟ୍ ହେବାକୁ ପଡ଼ିବ, ସେ ବି ପୁଣି 50% ମାର୍କ ସହିତ। ହେଲେ SC, ST କିମ୍ବା PWD କ୍ୟାଟେଗୋରୀ ପାଇଁ କେବଳ ପାସ୍ କ୍ଲାସ୍ ଥିଲେ ବି ଚଳିବ। ଏହାଛଡ଼ା ଟିକେ କମ୍ପ୍ୟୁଟର ଜ୍ଞାନ ଆଉ ଆପଣ ଯେଉଁ ରାଜ୍ୟ ପାଇଁ ଆବେଦନ କରୁଛନ୍ତି ସେଠାକାର ଭାଷା ଜାଣିଥିବା ଦରକାର। ଆଉ ଶେଷରେ ଚୟନ ପ୍ରକ୍ରିୟା ଆଉ ଦରମା। ସିଲେକ୍ସନ୍ 3ଟି ପର୍ଯ୍ୟାୟରେ ହେବ। ପ୍ରଥମେ ପ୍ରିଲିମିନାରୀ ପରୀକ୍ଷା, ତାପରେ ମେନ୍ ପରୀକ୍ଷା ଆଉ ଶେଷରେ ଗୋଟେ ଲାଙ୍ଗୁଏଜ୍ ଟେଷ୍ଟ। ଆଉ ସବୁଠୁ ବଡ଼ କଥା ହେଲା ଦରମା। ଆପଣଙ୍କୁ ଆରମ୍ଭରୁ ହିଁ ମାସକୁ ପ୍ରାୟ 46,500 ଟଙ୍କା ମିଳିବ। ବହୁତ ଭଲ ପ୍ୟାକେଜ, ନୁହେଁ କି? ତେଣୁ ଯଦି ଆପଣ ଯୋଗ୍ୟ, ତେବେ ଆବେଦନ କରିବାରେ ଡେରି କରନ୍ତୁନି, କାରଣ ଶେଷ ତାରିଖ ହେଉଛି 3 ଫେବୃଆରୀ।